ପୁଷ୍ପା 2 ଫେମ୍ ଅଲ୍ଲୁ ଅର୍ଜୁନଙ୍କୁ ଆଶ୍ୱସ୍ତି, 5 ଘଣ୍ଟାରେ ଗିରଫ ପରେ ମିଳିଲା ଜାମିନ। ପୁଷ୍ପା ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଅଭିନେତାଙ୍କୁ ବଡ଼ ଆଶ୍ୱସ୍ତି। ପୁଷ୍ପା 2 ଫେମ୍ ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଜାମିନ। ଅନ୍ତରୀଣ ଜାମିନ ଦେଲେ ତେଲେଙ୍ଗାନା ହାଇକୋର୍ଟ। ଦଳାଚକଟା ମାମଲାରେ ଗିରଫ ହୋଇଥିଲେ ଅଲ୍ଲୁ। ତଳ କୋର୍ଟ ଅଲ୍ଲୁଙ୍କୁ ଜାମିନ ଖାରଜ କରିଥିଲେ। ତାଙ୍କୁ 14 ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ। ପରେ ସେ ତେଲେଙ୍ଗାନା ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ଶେଷରେ ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। 4 ଡିସେମ୍ବରରେ ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ପ୍ରିମିୟର ପାଇଁ ପହଞ୍ଚିଥିଲେ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ଆଉ ଅଲ୍ଲୁ ଅର୍ଜୁନଙ୍କୁ ଦେଖିବା ପାଇଁ ହୋଇଥିଲା ପ୍ରବଳ ଗହଳି। ଏତେ ସଂଖ୍ୟାରେ ଲୋକ ଫିଲ୍ମ ହଲ୍ ବାହାରେ ଏକାଠି ହୋଇଥିଲେ ଯେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କର 9 ବର୍ଷର ଛୋଟ ପୁଅ ଏବେ ବି ହସ୍ପିଟାଲରେ ଚିକିତ୍ସାଧୀନ ଅଛି। ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଥିଲେ। ସ୍ଥିତି ଏପରି ହେଲା ଯେ ପୋଲିସଙ୍କୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା। ପ୍ରିମିୟର କ'ଣ ପାଇଁ ପହଞ୍ଚିଥିଲେ ଅଲ୍ଲୁ ସେ ନେଇ ଉଠିଥିଲା ପ୍ରଶ୍ନ। ଅନ୍ୟପଟେ ମୃତ ମହିଳାଙ୍କ ସ୍ୱାମୀ ଭାସ୍କର ଅଲ୍ଲୁ ଅର୍ଜୁନଙ୍କୁ ସପକ୍ଷରେ ବାହାରିଛନ୍ତି। ମାମଲା ପ୍ରତ୍ୟାହାର ପାଇଁ ସେ ପ୍ରସ୍ତୁତ ଥିବା କହିଛନ୍ତି।